ଏକାତ ଭକତ ଜୀବନ ମାନେ ଭକତ ହେଉଛନ୍ତି ମହାପ୍ରଭୁଙ୍କର ସବୁ କିଛି। ଭକତଙ୍କୁ ମହାପ୍ରଭୁ ବହୁତ ଭଲ ପାଆନ୍ତି। ଆପଣ ଦେଖିଥିବେ ଜଗନ୍ନାଥ ମହାପ୍ରଭୁଙ୍କୁ କିଏ କେତେ ପ୍ରକାର ଭାବରେ ନିଅନ୍ତି। କିଏ କହିଲେଣି ଜଗନ୍ନାଥ ହେଉଛନ୍ତି ମୋ ପୁଅ, କିଏ କହିଲେଣି ଜଗନ୍ନାଥ ହେଉଛନ୍ତି ମୋ ବାବା, କିଏ କହିଲେଣି ଜଗନ୍ନାଥ ହେଉଛନ୍ତି ମୋ ମା, କିଏ କହିଲେଣି ଜଗନ୍ନାଥ ହେଉଛି ମୋ ଭାଇ, ମୁଁ ତାଙ୍କ ହାତରେ ରାକ୍ଷୀ ବାନ୍ଧିବି, କିଏ କହିଲେଣି ଜଗନ୍ନାଥ ହେଉଛନ୍ତି ମୋ ବନ୍ଧୁ। ତେଣୁ ସେ ହେଉଛନ୍ତି ଦୀନଙ୍କର ବନ୍ଧୁ। ଦୀନବନ୍ଧୁ ମାନେ ଦୁଃଖୀଙ୍କର ବନ୍ଧୁ। କେହି ଯାହାର କାହା ପାଖରେ ନାହାନ୍ତି ସେ ସମୟରେ ମହାପ୍ରଭୁ ତାଙ୍କ ପାଖରେ ଉପସ୍ଥିତ ଥିବେ। ସେ ତାଙ୍କର ପିତା ହେଇଯାଆନ୍ତି, ସେ ତାଙ୍କର ମାତା ହେଇଯାଆନ୍ତି, ସେ ତାଙ୍କ ବନ୍ଧୁ ହେଇଯାଆନ୍ତି, ସେ ତାଙ୍କ ସଖା ହେଇଯାଆନ୍ତି, ସେ ତାଙ୍କର ସର୍ବସ୍ୱ। ଯିଏ ମହାପ୍ରଭୁଙ୍କୁ ସର୍ବସ୍ୱ ଅର୍ପଣ କରିଦେଲା, ଯିଏ ମହାପ୍ରଭୁଙ୍କୁ ସମର୍ପଣ କରିଦେଲା, ଯିଏ ମହାପ୍ରଭୁଙ୍କୁ ସମର୍ପିତ ହେଇଗଲା, ମହାପ୍ରଭୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ପାଖରେ ଉପସ୍ଥିତ ଥାଆନ୍ତି। ଏବଂ ଧେନୁ ପଛେ ପଛେ ଗଛା, ମାନେ ଗୋଟେ ଗାଈ ପଛରେ ବାଛୁରୀ ଯେମିତି ଗୋଡାଏ କ୍ଷୀର ପିଇବା ପାଇଁ ଭକ୍ତଙ୍କ ପଛରେ ଭଗବାନ ଆଜ୍ଞା ସେମିତି ଗୋଡାନ୍ତି। ମୋ ଭକ୍ତ କେମିତି ଅଛି? ମହାପ୍ରଭୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ଭକ୍ତଙ୍କ ପଛରେ ସବୁବେଳେ ସଦା ସର୍ବଦା ମହାପ୍ରଭୁ ଜାଗ୍ରତ। ତା ଭକ୍ତଙ୍କ ଉପରେ ଯଦି କାଣିଚିଏଟି ବି କୋଉଠି କଣ ଟିକେ ଆସିଲା, ମହାପ୍ରଭୁ ଉଥୁଲୁ ପୁଥୁଲୁ କରିଦେବେ ଆଜ୍ଞା। ଇଏ ହଉଛନ୍ତି ଭକ୍ତ ପ୍ରିୟ ଠାକୁର। ଭକ୍ତଙ୍କୁ ସେ ବହୁତ ଭଲ ପାଆନ୍ତି।